ବାଇଶି ପାହାଚରେ ଯୋଉ ଯମଶିଳା ଅଛି ହଁ ତା ବିଷୟରେ କିଛି କହିବାକୁ ଚାହିଁବେ? ଦୁଇ ପ୍ରକାର କିମ୍ବଦନ୍ତୀ ଅଛି। ସ୍କନ୍ଦ ପୁରାଣ ପ୍ରମାଣ କରେ ଯେତେବେଳେ ଶ୍ରୀକ୍ଷେତ୍ର ବୈକୁଣ୍ଠ ଧାମ ନିତ୍ୟ ମର୍ତ୍ତ୍ୟ ବୈକୁଣ୍ଠ ଭଗବାନଙ୍କ ସାଯୁଜ୍ୟରେ ସାନ୍ନିଧ୍ୟରେ ଯେଉଁମାନେ ରହିଲେ ସେମାନଙ୍କୁ ଯମଦଣ୍ଡ ଲାଗିବନି, ଯମଦୋଷ ଲାଗିବନି। ତେଣୁ ସେମାନେ ତାଙ୍କର ମହାପ୍ରଭୁଙ୍କୁ ଦର୍ଶନ କରି ସାଯୁଜ୍ୟ ମୁକ୍ତି ପାଇଲେ, ଭଗବାନଙ୍କ ପାଦପଦ୍ମ ସାନ୍ନିଧ୍ୟ ହେଇଗଲେ। ଯମଦୂତମାନେ ଆସି ତାଙ୍କ ଏଇ ଲୋକମାନଙ୍କର ଆୟୁଷ ପୁରେ ଯମଦୂତମାନେ ଆସି ଏମାନଙ୍କୁ ପ୍ରାଣ ଶକ୍ତି ହରଣ କରିବାକୁ ଚେଷ୍ଟା କରନ୍ତି, ହେଇପାରେ ନାହିଁ। ତେଣୁ ଯମ ତ ଧର୍ମ, ତୃତୀୟ ଧର୍ମ। ପ୍ରଥମ ଧର୍ମ ହେଉଛନ୍ତି ସୂର୍ଯ୍ୟ, ଦ୍ୱିତୀୟ ଧର୍ମ ହେଉଛନ୍ତି ଚନ୍ଦ୍ର, ତୃତୀୟ ଧର୍ମ ହେଉଛନ୍ତି ଯମ। ଯମ ଆସି ମହାପ୍ରଭୁଙ୍କ ପାଖରେ ତାଙ୍କର ଆପତ୍ତି ଅଭିଯୋଗ ନିବେଦନ କଲେ, ପ୍ରଭୁ ଆପଣ ମୋତେ ଦାୟିତ୍ୱ ଦେଇଛନ୍ତି ପ୍ରାଣଶକ୍ତି ହରଣ କରିବା ପାଇଁ, ମୁଁ ଆପଣଙ୍କର ଏଇ ଶଙ୍ଖକ୍ଷେତ୍ର ଆଠି ମହାପ୍ରଭୁଙ୍କ ଆପଣଙ୍କ ସାନ୍ନିଧ୍ୟରେ ଅଛନ୍ତି, ତାଙ୍କର ପ୍ରାଣଶକ୍ତି ହରଣ କରିବା ମୋ ପାଖରେ ସମ୍ଭବ ହେଇପାରୁନି, ମୁଁ କରିପାରୁନି, ମୋ ଲୋକମାନେ ଆସି ଫେରି ଯାଉଛନ୍ତି। ତେଣୁ ମୋତେ ମୁଁ କ'ଣ କରି ମୋତେ ଆଦେଶ ଦିଅନ୍ତୁ। ଭଗବାନ ଆଦେଶ ଦେଲେ ଏଠି କ୍ଷେତ୍ରରେ ଯିଏ ଜନ୍ମ ହେବ, ଯିଏ ଅବସ୍ଥାନ କରିବ, ତାର ମୁକ୍ତି ସେ ମୋ ପାଦପଦ୍ମରେ ଲୀନ ହେଇଯିବ। ତେଣୁ ତୁମେ ଏଠି ଏ ଏରିଆକୁ ଛାଡ଼ିକିରି ଅନ୍ୟ ଜାଗାରେ ତୁମେ ତୁମର ପ୍ରାଣ ଶକ୍ତି ହରଣ କରିବା କଥା ଆତ୍ମ ଡ୍ୟୁଟି କର। ଏଠି ଏ ଲୋକମାନଙ୍କୁ ତୁମ ଦଣ୍ଡ ଲାଗିବନି। ଇଏ ହେଲା ଗୋଟେ ବିଧାନ, ମାନେ ସ୍କନ୍ଦ ପୁରାଣ ପ୍ରମାଣ। କିନ୍ତୁ ଆଉ ଗୋଟେ କିମ୍ବଦନ୍ତୀ ଅଛି, ନିତେଇ ଧୋବଣୀ ବୋଲି ଜଣେ ସାଧିକା ଥିଲେ, ତନ୍ତ୍ର ସାଧିକା। ଶ୍ରୀକ୍ଷେତ୍ର ଜଗନ୍ନାଥ କ୍ଷେତ୍ର ହେଉଛି ତନ୍ତ୍ରପୀଠ। ୟାର ଆଉ ଗୋଟେ ପ୍ରମାଣ ଅଛି, ଆପଣ ଦେଖିବେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା। ବଳଭଦ୍ର ବଡ଼ ଭାଇ, ଜଗନ୍ନାଥ ସାନ ଭାଇ। ଆପଣଙ୍କ ଘରେ ଆପଣଙ୍କ ବଡ଼ ଭାଇ କି ବଡ଼ ଭାଇଙ୍କ ନାଁରେ ଘରଟା ହେବ ନା ସାନ ଭାଇ ନାଁରେ? ବଡ଼ ଭାଇ ନାଁରେ ହେବ। ଅମୁକ ବାବୁଙ୍କ ଘର, ମୋ ସାନ ଭାଇ ନାଁରେ ଘରଟା ହେଇପାରିବ କି? ସେମିତି ଏଠି ବି ସେ ହେବା କଥା, କିନ୍ତୁ ଏଠି ତାର ନାହିଁ। ଏଠି ତନ୍ତ୍ରକ୍ଷେତ୍ର ହେତୁ ତନ୍ତ୍ରରେ ସବୁବେଳେ ଓଲଟା ଡାହାଣରୁ ଗଣା ହୁଏ। ଜଗନ୍ନାଥ ଡାହାଣରେ ଅଛନ୍ତି, ତାଙ୍କଠୁ ଗଣା ହେଲା ଜଗନ୍ନାଥ ମନ୍ଦିର। ତେଣୁ ଜଗନ୍ନାଥ ମନ୍ଦିର ବୋଲି କୁହାଗଲା। ଆଚ୍ଛା, ଏଠି ଯେଉଁ ନବଗ୍ରହ ବିଗ୍ରହ ଅଛନ୍ତି, ଜଗନ୍ନାଥ ଲକ୍ଷ୍ମୀଙ୍କ ମନ୍ଦିରରୁ ଓହ୍ଲେଇଗଲା ବେଳକୁ ଅଛନ୍ତି, ସେଠି ସେମିତି ଯନ୍ତ୍ରପୀଠ ହେତୁ ସବା ବାହାରେ ଆପଣଙ୍କର ରବି ରହିବା କଥା, ସୂର୍ଯ୍ୟ ସେ ଶେଷରେ ଅଛନ୍ତି, ମାନେ ଓଲଟା ଅଛନ୍ତି। ଆଚ୍ଛା। ସେଠୁ ରବି ସେଠୁ ଆରମ୍ଭ, ଏଠି ବର୍ତ୍ତମାନ କେତୁ। ତେଣୁ ମଝିରେ ନବଗ୍ରହ ସେଇ ଅନୁସାରେ ସେଇ ହିସାବରେ ସେମାନେ ସିରିଏଲରେ ଅଛନ୍ତି। ସେ ହିସାବରେ ଏଇଟା ହେଉଛି ଶ୍ରେଷ୍ଠ ତନ୍ତ୍ରକ୍ଷେତ୍ର ସାରା ଭାରତରେ। ତେଣୁ ଏଇ ଯନ୍ତ୍ରକ୍ଷେତ୍ରରେ ଯେଉଁ ସେ ସମୟରେ ନିତେଇ ଧୋବଣୀ, ପିତେଇ ସୌରୁଣୀ ଆଉ ଏଇସବୁ କେତେଜଣ 4 ଜଣ ମହିଳା, ତାନ୍ତ୍ରିକ ମହିଳା ଥିଲେ। ସେ ନିତେଇ ଧୋବଣୀ ହେଉଛନ୍ତି ରାଜା ଚୋଡ଼ଗଙ୍ଗଦେବଙ୍କର ପ୍ରଜା ଏବଂ ତାଙ୍କ ରାଜସଭାରେ ତନ୍ତ୍ର ପରାମର୍ଶଦାତା, ତନ୍ତ୍ର ହିସାବରେ ପରାମର୍ଶଦାତା। ସେତେବେଳେ ତନ୍ତ୍ର ପ୍ରଭାବ ବହୁତ ଥିଲା, ଧର୍ମ ସହିତ ତନ୍ତ୍ର ପ୍ରଭାବ ମଧ୍ୟ ବହୁତ ଥିଲା। ସେ ନିତେଇ ଧୋବଣୀ କାଳେ ପୁରୀରେ ରଖେଇଲେ ମନ୍ଦିରର କାଳେ କିଛି ତାନ୍ତ୍ରିକ ବିରୁଦ୍ଧାଚରଣ ହେବ। ଏହି ସମୟରେ ସେ ନିତେଇ ଧୋବଣୀ ମନ୍ଦିରର ଗଠନ ସମୟରେ ଚୋଡ଼ଗଙ୍ଗଦେବଙ୍କ ଅମଳରେ ପୁରୀରେ ରହିଲେ। ସେ ସମୟରେ ଜଣେ ଦାକ୍ଷିଣାତ୍ୟର ଜଣେ ସାଧକ, ତନ୍ତ୍ର ସାଧକ, ସେ ହେଉଛନ୍ତି ଶୈବ, ଶିବ ଉପାସକ। ସେ ଆସି ପହଞ୍ଚିକିରି ସେ କହିଲେ ନା ଏଇଟା ଶୈବ ପୀଠ ହେବ। ତାଙ୍କ ଭିତରେ ଦ୍ୱନ୍ଦ୍ୱ ହେଲା, ତନ୍ତ୍ରରେ ତାଙ୍କର ତନ୍ତ୍ର ଯୁଦ୍ଧ ହେଲା। ତନ୍ତ୍ର ଯୁଦ୍ଧରେ ନିତେଇ ଧୋବଣୀ ଜିତିଲେ। ଶେଷ ଜିତିବା ଆଇଟମଟା ହେଉଛି ଗୋଟେ ଚଷୁ ଆଣିକି ଦେଲେ, କହିଲେ ଚଷୁରୁ ଚାଉଳ ବାହାର କର। ଏ ଯେଉଁ ଦାକ୍ଷିଣାତ୍ୟ ପଣ୍ଡିତ ତାନ୍ତ୍ରିକ ସିଏ ସେଇଟା କରିପାରିଲେନି। ନିତେଇ ଧୋବଣୀ ତାକୁ ଗୋଟେ ଯେମିତି ଢିଙ୍କିରେ ଗୋଟେ ଗାଡ଼ ହୁଏ ଧାନ ପଶିବା ପାଇଁ, ଏ ଚଷୁକୁ ତା ଭିତରେ ପୁରେଇ ତାପରେ ନିଜେ ଠିଆ ହେଇ ଗୋଟେ ଗୋଡ଼ରେ ଠିଆ ହେଇ ପରିଭ୍ରମଣ କଲେ, ବୁଲିଲେ ଏବଂ ଚାଉଳ ବାହାରିଲା। ଫଳରେ ପରାସ୍ତ ହେଇ ସେ ଶୈବ ପଣ୍ଡିତ ତାନ୍ତ୍ରିକ ସେ ପଳେଇଲେ, ତାଙ୍କ ରାଜ୍ୟକୁ ପଳେଇଲେ। ଏବଂ ସେଇ ଦିନଠୁ ଏଇଟା ତନ୍ତ୍ରପୀଠ। ସେଇ ତନ୍ତ୍ର ଜାଗାରେ ମାନେ ସିଏ ଗୋଟେ ଶିଳା ସ୍ଥାପନ କଲେ।
ସେଟା ହେଉଛି ତନ୍ତ୍ରଶିଳା। ହୋମଶିଳା ବୋଲି କୁହନ୍ତି, ତନ୍ତ୍ରଶିଳା ବୋଲି କୁହନ୍ତି। ସେଟା ରହିଲା। ସେ ଶିଳାର ମହତ୍ଵ ହେଉଛି ଯେମିତି ଆମେ ବିଦ୍ୟୁତ ଆଘାତରୁ ମୁକ୍ତ ହେବା ପାଇଁ ଘରରେ ଆମର ଆର୍ଥିଂ କରୁଛେ, ସେମିତି ଏଇଟା ତନ୍ତ୍ର ବିଦ୍ୟୁତ ଘଟଣାରୁ ରକ୍ଷା କରିବା ପାଇଁ ମନ୍ଦିରକୁ ଏଇଟା ହେଉଛି ଗୋଟେ ତନ୍ତ୍ରଶିଳା ସେଠି ସ୍ଥାପନ। ଏ ଶିଳା ସେଠି ଥିବା ପର୍ଯ୍ୟନ୍ତ କୌଣସି ତନ୍ତ୍ର ଶ୍ରୀମନ୍ଦିରକୁ କିଛି ଆଘାତ କରିପାରିବ ନାହିଁ। ଏ ଦୁଇ ପ୍ରକାର କିମ୍ବଦନ୍ତୀ ଅଛି ଯମଶିଳା ବିଷୟରେ। ଏ ଦୁଇ ପ୍ରକାର ତାକୁ ଯମଶିଳା କୁହାଯାଏ। ସେ ଶିଳାର ଆଉ ଗୋଟେ ପ୍ରାଧାନ୍ୟ ହେଉଛି ଭକ୍ତମାନେ କି ଯିଏ ବି ସେ 22 ମାସ ଦେଇକରି ଯମଶିଳା ପାର ହେଇକରି ଭଗବାନ ଦର୍ଶନ କରିବାକୁ ମନ୍ଦିର ଭିତରକୁ ଗଲେ ସେଇଠି ତାର ସମସ୍ତ ପୁଣ୍ୟ ପାପ ତାର ଯାହା ଯାହା ସବୁ ବିଦ୍ୟା ସବୁ ସେଇଠି ରହିଯାଏ। ସେ ନ୍ୟୁଟ୍ରାଲ ହେଇକରି ଭିତରକୁ ଯାଏ, ଭଗବାନଙ୍କୁ ଦର୍ଶନ କରେ, ଫେରିଲା ବେଳକୁ ଯାହା ପୁଣ୍ୟ ନେଇ ଆସେ। ପୁଣି ତାର ଯେଉଁ ଗଚ୍ଛିତ ଏଠି ଥୁଆ ହେଇକି ରଖିକି ଯାଇଥିଲା, ଯେମିତି ଆମେ ଜୋତା ସାରରେ ଜୋତା ରଖୁଛୁ, ଲୁଗା ସାରରେ ଲୁଗା ରଖୁଛୁ, ସେମିତି ସେ ତାକୁ ସେ ପ୍ରାପ୍ତ ହେବ, ସେ ଯିବ। ତେଣୁ ସେଇଟା ହେଉଛି ଗୋଟେ ତାର ବେଶୀ ମହତ୍ଵ। ଆଚ୍ଛା, ସେଠି ଉପାଧି ବିନିର୍ମୁକ୍ତ ହେଇଯିବ, ବିଦ୍ୟା ବିନିର୍ମୁକ୍ତ ହେଇଯିବ, କିଛି ତାର ଆଉ ନିଜର ପୂର୍ବ ଅର୍ଜିତ ଜିନିଷ ରହିବନି। ସେ ଯିବ ମହାପ୍ରଭୁଙ୍କୁ ଦର୍ଶନ କରିବ।